अर्थ अष्टादश अध्याय। राजा परीक्षित को श्रृंगी ऋषिंकर अभिशाप। से सूत कहिले, राजा परीक्षित मातृगर्भरे थिबा बेले अश्वत्थामा ब्रह्मास्त्र पड़ी जाइथिले मध्य अद्भुत कर्मा भगवान श्रीकृष्णଙ୍କର कृपाରୁ न मरी बंचीगले। ब्राह्मणଙ୍କର अभिशापରୁ ଯେତେବେଳେ ତକ୍ଷକ ତାଙ୍କୁ ଧଂସିବା ନିମନ୍ତେ ଆସିଲେ, ସେତେବେଳେ ବି ସେ ପ୍ରାଣନାଶ ଭୟରେ ଭୀତତ୍ରସ୍ତ ହେଲେ ନାହିଁ। କାରଣ ଭଗବାନଙ୍କ ଚରଣରେ ସେ ଚିତ୍ତ ନିବେଶ କରିଦେଇଥିଲେ। ସେ ସକଳ ପ୍ରକାର ଆସକ୍ତି ବର୍ଜନ କରି ଗଙ୍ଗା ତଟକୁ ଯାଇ ଶ୍ରୀ ଶୁକଦେବଙ୍କଠାରୁ ଉପଦେଶ ଗ୍ରହଣ କଲେ ଏବଂ ଭଗବତ୍ ସ୍ୱରୂପ ଜ୍ଞାନ ଉପଲବ୍ଧି କରି ଦେହତ୍ୟାଗ କରିଦେଲେ। ଯେଉଁମାନେ ସର୍ବଦା ଭଗବାନଙ୍କର ଲୀଳା କଥା କହନ୍ତି, ସର୍ବଦା ସେଇ କଥାମୃତ ପାନ କରନ୍ତି ଏବଂ ଭକ୍ତି ସାଧନା ଦ୍ୱାରା ଭଗବାନଙ୍କର ଚରଣ କମଳକୁ ସ୍ମରଣ କରନ୍ତି, ସେମାନେ ଅନ୍ତ କାଳରେ ବି ମୋହଗ୍ରସ୍ତ ହୁଅନ୍ତି ନାହିଁ। ଯଦିଓ ଭଗବାନ ଶ୍ରୀକୃଷ୍ଣ ଧରାଧାମ ପରିତ୍ୟାଗ କରିବା ଦିନ ପୃଥିବୀରେ କଳିଯୁଗ ପ୍ରବେଶ କରିସାରିଥିଲା ଏବଂ କଳିଯୁଗ ଚତୁର୍ଦିଗରେ ବ୍ୟାପି ଯାଇଥିଲା, ତଥାପି ଯେପର୍ଯ୍ୟନ୍ତ ଅଭିମନ୍ୟୁ ନନ୍ଦନ ମହାରାଜ ପରୀକ୍ଷିତ ପୃଥିବୀର ସମ୍ରାଟ ହୋଇ ରହିଥିଲେ, ସେ ପର୍ଯ୍ୟନ୍ତ କଳିର କୌଣସି ପ୍ରଭାବ ପଡ଼ିପାରି ନଥିଲା। ସମ୍ରାଟ ପରୀକ୍ଷିତ ଥିଲେ ଭ୍ରମର ପରି ସାରଗ୍ରାହୀ। ସେ କଳିଯୁଗ ପ୍ରତି କୌଣସି ଦୋଷ ରଖିନଥିଲେ, କାରଣ କଳିଯୁଗର ଏକ ବହୁତ ବଡ଼ ଗୁଣ ଏହି ଯେ ଏ ଯୁଗରେ ପୁଣ୍ୟ କର୍ମ କରିବାକୁ ଇଚ୍ଛା କରିବା ମାତ୍ରେ ତାହା ଉତ୍ତମ ଫଳ ଫଳିଯାଏ, କିନ୍ତୁ ଶରୀର ଦ୍ୱାରା ପାପ କର୍ମ ନ କରିବା ପର୍ଯ୍ୟନ୍ତ କେବଳ ଇଚ୍ଛା ମାତ୍ରେ ପାପ ଫଳ ଫଳେ ନାହିଁ। ଅଜ୍ଞାନୀ ମନୁଷ୍ୟମାନଙ୍କୁ କଳିଯୁଗ ସ୍ନେହ ପରି ଆକ୍ରମଣ କରେ ସତ, କିନ୍ତୁ ଯେଉଁମାନେ ଧୀରଚିତ୍ତ ସେମାନଙ୍କ ପାଖରେ ସେ ଭୀରୁ ପରି ହୋଇଯାଏ, ସେମାନଙ୍କୁ ଆକ୍ରମଣ କରିପାରେ ନାହିଁ। ପ୍ରମତ୍ତ ଅସାବଧାନ ମନୁଷ୍ୟକୁ ନିଜ ବଶରେ ରଖିବା ଲାଗି କଳିଯୁଗ ସଦା ତତ୍ପର ହୋଇ ରହିଥାଏ। ହେ ସୈନିକାଦି ଋଷିଗଣ, ଆପଣମାନଙ୍କୁ ମୁଁ ଭଗବାନଙ୍କ ଲୀଳା ସହିତ ସମୃଦ୍ଧ ରାଜା ପରୀକ୍ଷିତଙ୍କ ପବିତ୍ର ଚରିତ ଶୁଣାଇଦେଲି। ଆପଣମାନେ ଏହା ହିଁ ପଚାରିଥିଲେ। ଭଗବାନ ଶ୍ରୀକୃଷ୍ଣ ତ କୀର୍ତ୍ତନ ଯୋଗ୍ୟ ବହୁ ଲୀଳା କରୁଛନ୍ତି, ତେଣୁ ତାଙ୍କର ଗୁଣ ଓ ଲୀଳାମାନଙ୍କ ସହିତ ସମ୍ପୃକ୍ତ ଯେତେ ବି କଥା ରହିଛି, କଲ୍ୟାଣକାମୀ ପୁରୁଷମାନେ ସେସବୁ ଶୁଣିବା, କହିବା ଓ ମନନ କରିବା ଆବଶ୍ୟକ। ଋଷିମାନେ କହିଲେ, ହେ ସୌମ୍ୟ ସ୍ୱଭାବ ସୂତ ମହାରାଜ, ଆପଣ ଦୀର୍ଘାୟୁ ହୁଅନ୍ତୁ, କାରଣ ଆମ ପରି ମୃତ୍ୟୁ ପ୍ରଭାବରେ ପଡ଼ୁଥିବା ଲୋକଙ୍କୁ ଆପଣ ଶ୍ରୀକୃଷ୍ଣଙ୍କର ଅମୃତମୟ ଉଜ୍ଜ୍ୱଳ କୀର୍ତ୍ତି ଶୁଣାଇଛନ୍ତି। ଯଜ୍ଞ କରି କରି ଧୂଆଁରେ ଆମମାନଙ୍କର ଶରୀର ଧୂମିତ ହୋଇଗଲାଣି, ତଥାପି ଏସବୁ ଯଜ୍ଞ କର୍ମର ଫଳ ମିଳିବାରେ କିଛି ନିଶ୍ଚିତତା ନାହିଁ। ଅର୍ଥାତ୍ ଆପଣ ଶ୍ରୀକୃଷ୍ଣଙ୍କର ଚରଣ କମଳରେ ମାଦକ ଓ ମଧୁର ମଧୁ ପାନ କରାଇ ବର୍ତ୍ତମାନ ଆମମାନଙ୍କୁ ତୃପ୍ତି ପ୍ରଦାନ କରୁଛନ୍ତି। ଆପଣଙ୍କ ପରି ଭଗବତ୍ ପ୍ରେମୀଙ୍କ ସତ୍ସଙ୍ଗ ଆମମାନଙ୍କୁ ମିଳୁଛି, ତେଣୁ ଆମର ଆଉ କିଛି ଲୋଡ଼ା ନାହିଁ। ଭଗବତ୍ ପ୍ରେମୀ ଭକ୍ତଙ୍କର କ୍ଷଣମାତ୍ର ସତ୍ସଙ୍ଗ ସହିତ ସ୍ୱର୍ଗ ଓ ମୋକ୍ଷକୁ ବି ତୁଳନା କରାଯାଇ ପାରିବ ନାହିଁ। ଶ୍ରୀକୃଷ୍ଣଙ୍କ ଲୀଳା କଥା ହେଉଛି ମହାପୁରୁଷମାନଙ୍କର ଏକମାତ୍ର ଜୀବନ ସର୍ବସ୍ୱ। ଏହିପରି ଯେଉଁ ରସମର୍ମଜ୍ଞ ଅଛି, ଯେ କି ଶ୍ରୀକୃଷ୍ଣଙ୍କ ଲୀଳାରୁ କିଛି ଶୁଣିଲେ ପୂର୍ଣ୍ଣ ତୃପ୍ତି ଅନୁଭବ କରିବ, ଭଗବାନଙ୍କର ଅନନ୍ତ ଅଚିନ୍ତ୍ୟ କଲ୍ୟାଣମୟ ଗୁଣ ତ ସମସ୍ତ କୃତ ଗୁଣମାନଙ୍କର ଅତୀତ। ସେହି ଗୁଣମାନଙ୍କର ସୀମା ତ ବ୍ରହ୍ମା, ଶିବ ଆଦି ବଡ଼ ବଡ଼ ଯୋଗେଶ୍ୱରମାନେ ମଧ୍ୟ ପାଇପାରନ୍ତି ନାହିଁ। ହେ ବିଦ୍ୱାନ ପ୍ରବର,
ଆପଣ ଭଗବାନଙ୍କୁ ହିଁ ନିଜ ଜୀବନର ଧ୍ରୁବତାରା ବୋଲି ମାନନ୍ତି। ତେଣୁ ସତ୍ପୁରୁଷମାନଙ୍କର ଏକମାତ୍ର ଆଶ୍ରୟ ଭଗବାନଙ୍କର ସେହି ଉଦାର ଓ ବିଶୁଦ୍ଧ ଚରିତ। ଆମ ଭଳି ଶ୍ରଦ୍ଧାଳୁ ଶ୍ରୋତାମାନଙ୍କୁ ବିଶ୍ୱାସ ରୂପରେ ବିସ୍ତାର ରୂପକ ବର୍ଣ୍ଣନା କରି ଶୁଣାନ୍ତୁ। ଭଗବାନଙ୍କର ପରମ ପ୍ରେମୀ ମହାବୁଦ୍ଧିମାନ ପରୀକ୍ଷିତ ଶ୍ରୀ ଶୁକଦେବଙ୍କର ଉପଦେଶରୁ ପାଇଥିବା ଯେଉଁ ଜ୍ଞାନ ବଳରେ ମୋକ୍ଷ ସ୍ୱରୂପ ଭଗବାନଙ୍କର ପାଦପଦ୍ମ ଲାଭ କରିଥିଲେ, ଆପଣ କୃପା କରି ସେହି ଜ୍ଞାନ ଏବଂ ପରୀକ୍ଷିତଙ୍କର ପରମ ପବିତ୍ର ଉପାଖ୍ୟାନ ବର୍ଣ୍ଣନା କରନ୍ତୁ, କାରଣ ସେଥିରେ କୌଣସି ବିଷୟ ଗୁପ୍ତରେ କୁହାଯାଇ ନଥିବ। ପୁଣି ସେଥିରେ ଭଗବତ ପ୍ରେମର ଅଦ୍ଭୁତ ଯୋଗନିଷ୍ଠା ନିରୂପଣ କରାଯାଇଥିବ। ତାହାର ପ୍ରତ୍ୟେକ ପଦରେ ଭଗବାନ ଶ୍ରୀକୃଷ୍ଣଙ୍କର ବିଭିନ୍ନ ଲୀଳା ବର୍ଣ୍ଣନା ହୋଇଥିବ। ସେହିପରି ପ୍ରସଙ୍ଗ ଶୁଣିବାରେ ଭଗବାନଙ୍କର ପ୍ରିୟ ଭକ୍ତମାନଙ୍କୁ ବିଶେଷ ଆନନ୍ଦ ମିଳିଥାଏ। ଶ୍ରୀ ସୂତ କହିଲେ, ଆହା, ମୁଁ ବିଲୋମ ଜାତିର ଉଚ୍ଚ କୁଳର ମାତା ଓ ନିମ୍ନ କୁଳର ପିତାଙ୍କ ଠାରୁ ଜାତ ହୋଇଥିବାରୁ ମଧ୍ୟ ଆପଣମାନଙ୍କ ପରି ମହତ୍ ଜନଙ୍କ ସଙ୍ଗରୁ ମୋ ଜୀବନ ମଧ୍ୟ ଧନ୍ୟ ହୋଇଗଲା। କାରଣ ମହାପୁରୁଷମାନଙ୍କର ସମାଗମରେ ଏବଂ ସେମାନଙ୍କ ସହିତ କଥୋପକଥନରେ ନିମ୍ନ ଜାତିର ଜନ୍ମ ହୋଇଥିବାରୁ ମନୋବ୍ୟଥା ଅତି ଶୀଘ୍ର ଦୂର ହୋଇଯାଏ। ପୁଣି ଭଗବତ୍ ନାମ ହିଁ ଯେଉଁ ସତ୍ପୁରୁଷମାନଙ୍କର ଏକମାତ୍ର ଆଶ୍ରୟ, ସେମାନଙ୍କ ସହିତ ସତ୍ସଙ୍ଗ କରାଇବା ମହିମା ବା କ'ଣ କରିବା? ଭଗବାନଙ୍କର ଶକ୍ତି ଅନନ୍ତ, ସେ ସ୍ୱୟଂ ଅନନ୍ତ। ସତରେ ତାଙ୍କର ଗୁଣମାନଙ୍କରେ ଅନନ୍ତତା ହେତୁ ହିଁ ତାଙ୍କର ଅନନ୍ତ ବୋଲି କୁହାଯାଇଛି। ଗୁଣାବଳୀରେ ଭଗବାନଙ୍କର ସମାନ କେହି କଦାପି ହୋଇପାରିବେ ନାହିଁ। ଏହିପରି ଅବସ୍ଥାରେ ତାଙ୍କଠାରୁ ଅଧିକ ଗୁଣ ବା ଥିବା କାହାଠାରେ? ଭଗବାନଙ୍କର ଗୁଣ ଏହି ବିଶେଷତ୍ୱ ବୁଝାଇ ଦେବା ନିମନ୍ତେ ଏତିକି ଦର୍ଶାଇ ଦେଲେ ଯେ ଯଥେଷ୍ଟ ହେବ ଯେ ଯେଉଁ ବ୍ରହ୍ମାଦି ଦେବତା ବ୍ରହ୍ମ ଲକ୍ଷ୍ମୀଙ୍କୁ ପାଇବାର ଆଶାରେ ପ୍ରାର୍ଥନା କରୁଛନ୍ତି, ଲକ୍ଷ୍ମୀ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରାଇ ଦେଇଛନ୍ତି। ଅଥଚ ଲକ୍ଷ୍ମୀଙ୍କୁ ପାଇବାକୁ ଭଗବାନ ଆଶାୟତ ନଥିଲେ ମଧ୍ୟ ଲକ୍ଷ୍ମୀ ଭଗବାନଙ୍କର ଚରଣ କମଳରେ ରଜକୁ ସେବନ କରୁଛନ୍ତି। ବାମନ ଅବତାର ଭଗବାନଙ୍କର ପାଦ ଧୋଇଦେବା ନିମନ୍ତେ ବ୍ରହ୍ମା ଯେଉଁ ଜଳ ସମର୍ପଣ କରିଥିଲେ, ତାହା ହିଁ ଭଗବାନଙ୍କର ପାଦ ନଖରୁ ଝରି ପବିତ୍ର ଗଙ୍ଗା ରୂପରେ ପ୍ରବାହିତ ହୋଇଗଲା। ସେହି ବିଷ୍ଣୁପତି ଗଙ୍ଗା ଜଳ ମହାଦେବ ଶିବଙ୍କ ସହିତ ସମଗ୍ର ଜଗତକୁ ପବିତ୍ର କରାଇଥାଏ। ଏହିପରି ଅବସ୍ଥାରେ ଭଗବାନ ବିଶେଷଣର ଉପଯୁକ୍ତ ଯୋଗ୍ୟ ପୁରୁଷ ମୁକୁନ୍ଦ କୃଷ୍ଣଙ୍କର ଭିନ୍ନ ଅନ୍ୟ କିଏ ବା ହୋଇପାରେ? ସେହି ଭଗବାନଙ୍କ ପ୍ରତି ଅନୁରକ୍ତ ହୋଇ ଧୀର ପୁରୁଷ ଅବିଳମ୍ବେ ଦେହ ଆଦିର ଦୃଢ଼ ଆସକ୍ତି ଛାଡ଼ି ଦିଅନ୍ତି ଏବଂ ଯେଉଁ ପରମହଂସ ଆଶ୍ରମରେ କାହାରିକୁ କଷ୍ଟ ନ ଦେବା ଓ ସକଳ ଦିଗକୁ ନିବୃତ୍ତ ହୋଇଯିବାରୁ ହିଁ ସ୍ୱଧର୍ମ ବୋଲି ସ୍ୱୀକାର କରାଯାଏ, ସେ ଅନ୍ତିମ ଆଶ୍ରମ ଗ୍ରହଣ କରିନିଅନ୍ତି। ହେ ସୂର୍ଯ୍ୟମୟ, ହେ ସୂର୍ଯ୍ୟସମ ଜ୍ୟୋତି ସମାନ ମହାତ୍ମାଗଣ, ଆପଣମାନେ ଯାହା କିଛି ପଚାରିଛନ୍ତି, ମୁଁ ଯେତିକି ଓ ଯେପରି ବୁଝିପାରିଛି ସେହି ଅନୁସାରେ ତାହା ଶୁଣାଉଛି। ପକ୍ଷୀମାନେ ଯେପରି ନିଜର ଶକ୍ତି ଅନୁଯାୟୀ ଆକାଶରେ ଉଡ଼ନ୍ତି, ବିଦ୍ୱାନମାନେ ମଧ୍ୟ ସେହିପରି ନିଜ ନିଜର ବୁଦ୍ଧି ଅନୁସାରେ ଶ୍ରୀକୃଷ୍ଣଙ୍କର ଲୀଳା ବର୍ଣ୍ଣନା କରିଥାନ୍ତି। ଦିନକର କଥା, ରାଜା ପରୀକ୍ଷିତ ଧନୁଶର ଧରି ଶିକାର କରିବାକୁ ବନକୁ ଯାଇଥାନ୍ତି। ହରିଣଙ୍କ ପଛରେ ଦୌଡ଼ି ଦୌଡ଼ି ସେ କ୍ଳାନ୍ତ ହୋଇଗଲେ। ତାଙ୍କୁ ଖୁବ୍ ଜୋରରେ କ୍ଷୁଧା ତୃଷା ଲାଗିଲା।
से खोजी खोजी केउठी जलाशयटीए भी देखिबाको पाइले नाही। तेणु से निकटस्थ जड़े ऋषि आश्रम रे पशिगले। आश्रम भितर देखिले जड़े मुनि आखि बुझी शांत अवस्था आसन रे बसिछंती। तांकर इंद्रिय प्राण मन और बुद्धि निवृद्ध हो जाइथिबारु से संसार उपरको उठी जाइछंती। से जाग्रत स्वप्न और सुसुप्ति एही तीनी अवस्था ऊर्ध्व को उठी जाई निर्विकार ब्रह्मरूप तुरीय पदरे अवस्थित हो जाइछंती। तांकर शरीर मस्तकरे खोला जटा और कृष्ण मृग चर्मरे आवृत होइथाए। मुनि एहीपरि अवस्थारे थिबा बेले सेठारे पहुँची राजा परीक्षित तांको जल मागिले, कारण सेतेबेलुकु शोषरे तांकर तंटी सुखी जाउथिला। जेउठी बसिबा पाई राजांकु आसनटीए भी मिलिला नाही कि भूमि रे बस बोली केही कहिले नाही। सेठारे तांको जल और आदरपूर्ण मधुर वचन मिलंता बा किपरि? अपमान बोध करी राजा क्रोधाविष्ट होइगले। हे सैनिक, से भोक और शोषरे छटपट होउथिले। तेणु से ब्राह्मण को प्रति सहस्रा तांकर हिंसा और क्रोध जात होइगला। तांको जीवन रे एही भली घटना एही प्रथम थर पाई घटिथिला। सेठारु फेरिला बेले से क्रोधवशतः धनुबूलरे गोटिए मला साप उठाई आनी मुनि बेकरे पकेइले एवं निज राजधानी को फेरीगले। से मने मने भाबिले ए मुनि आखि बंद करी बसी कौन सतरे निजर सकल इंद्रियपूर्ति निरोध करि देइछंती ना ये राजा मानक ठारे मोर की प्रयास बोली भाबी मिछरे संवादिष्ट हेबार अभिनय करुछंती। सेही मुनिकर नाम थिला समीक। तांको पुओ श्रृंगा थिला बड़ तेजस्वी। से अन्य मुनि कुमार मानक सहित सेठाकू किछि दूर रे खेलुथिले। राजा ता पितांक सहित दुर्व्यवहार कले बोली शुणी से क्रोध होइगला। से कहिला, निजकू नरपति कहूथिबा एही लोक माने अइंठा खिया कुआ परी खाई पी पुष्ट होई कि अन्याय न कलेणी सते। ब्राह्मण मानकर दास होई मध्य एमाने दुआर मुहरे पहरा देउथिबा कुकुर परी निजर मालिक को ही कामुड़ी गोड़ाइलेणी। ब्राह्मण माने क्षत्रिय मानकू निजर द्वार भाड़ करी रखिछंती। तेणु सेमाने द्वार पाखरे रही ही घर जगिबा कथा। घरे पशी मालिकंक बासन रे खाइबार अधिकार सेमानंकर नाही। असत मार्गरे जाउथिबा एसबु लोकंकु भगवान श्रीकृष्ण ही ठीक शासन करुथिले। से तो परम धाम को चली गलेनी। तेणु एही मर्यादा लंघन करुथिबा राजाटाकू आज मु उपयुक्त दंड देबी। मोर तपबल केते देख। निजर साथी मानकू एहीपरि कही से मुनि कुमार क्रोधरे रक्तयुक्त होइगला एवं कौशिकी नदी जलरे आचमन करी निजर बाणी रूपी वज्र प्रयोग करिदेला। कुलांगार परीक्षित मो पितांकू अपमानित करी मर्यादा लंघन करिछु। तेणु मोर प्रेरणार आज ठारू समस्त सप्तम दिवस रे तक्षक सर्प आसी ताकू दर्शन करू। तापरे से ब्राह्मण कुमार आश्रम को फेरी आसिला एवं पितांक गलारे सापटाए लंबीछि देखि से अत्यंत दुखरे भो भो होई कांदी उठिला। हे विप्रवर सैनिक, पुअर कांद शुणी समीक मुनि धीरे धीरे आखि खोलिले।
ସେ ଦେଖନ୍ତି ତ ନିଜ ବେକରେ ସାପଟିଏ ପଡ଼ିଛି। ସାପଟିକୁ ଫୋପାଡ଼ି ଦେଇ ସେ ପୁଅକୁ ପଚାରିଲେ, ବାପା, ତୁ କାନ୍ଦୁଛୁ କାହିଁକି? କିଏ କ'ଣ କଲା? ପିତାଙ୍କର ପ୍ରଶ୍ନ ଶୁଣି ପୁଅ ସକଳ ବୃତ୍ତାନ୍ତ କହିଦେଲା। କିନ୍ତୁ ରାଜାଙ୍କୁ ଅଭିଶାପ ଦିଆଯାଇଥିବା କଥା ଶୁଣି ବ୍ରହ୍ମର୍ଷି ଶମୀକ ନିଜ ପୁଅର କୃତ୍ୟକୁ ଭଲ ମଣିଲେ ନାହିଁ। ତାଙ୍କ ଦୃଷ୍ଟିରେ ରାଜା ପରୀକ୍ଷିତ ଅଭିଶାପ ପାଇବାର ଯୋଗ୍ୟ ନଥିଲା। ସେ କହିଲେ, ଆରେ ମୂର୍ଖ ବାଳକ, ତୁ ବିରାଟ ପାପ କରିଦେଲୁ। ଆହା, ତାଙ୍କର ସାମାନ୍ୟ ଦୋଷ ଲାଗି ତୁ ତାଙ୍କୁ ଏତେ ବଡ଼ ଦଣ୍ଡ ଦେଇଦେଲୁ। ବର୍ତ୍ତମାନ ତୋର ବୁଦ୍ଧି ଅପୂର୍ବ। ତୁ ଭଗବତ୍ ସ୍ୱରୂପ ରାଜାଙ୍କୁ ସାମାନ୍ୟ ମନୁଷ୍ୟ ବୋଲି ଭାବିବା ଉଚିତ ନୁହେଁ। ରାଜାଙ୍କର ମହାନ ତେଜ ହେତୁ ହିଁ ପ୍ରଜାମାନେ ସୁରକ୍ଷିତ ଓ ନିର୍ଭୟ ହୋଇ ନିଜ ନିଜର କଲ୍ୟାଣ ସମ୍ପାଦନ କରିଥାନ୍ତି। ଯଦି ଭଗବାନ ରାଜା ରୂପରେ ପୃଥିବୀରେ ନ ରହିବେ, ତେବେ ଚୋର ଖଣ୍ଟଙ୍କ ସଂଖ୍ୟା ବଢ଼ିଯିବ ଏବଂ ପ୍ରଜାମାନେ ଅସୁରକ୍ଷିତ ଛେଳି ମେଣ୍ଢାଙ୍କ ପରି କ୍ଷଣକ ଭିତରେ ନାଶ ହୋଇଯିବେ। ରାଜା ନ ରହିଲେ ଧନ ଆଦି ଚୋରାଇ ନେଉଥିବା ଚୋରମାନେ ଯେଉଁ ପାପ କରିବେ, ତାହା ସହିତ ଆମର କୌଣସି ସମ୍ବନ୍ଧ ନଥିଲେ ମଧ୍ୟ ତାହା ଆମକୁ ବି ଲାଗିବ। ରାଜା ନ ରହିଲେ ଚୋର ଡକାୟତ ବଢ଼ି ନିଜ ନିଜ ମଧ୍ୟରେ ମାରପିଟ ଲାଗି ଗାଳି ଗୁଲଜ କରନ୍ତି ଓ ତା ସହିତ ଅନ୍ୟମାନଙ୍କର ପଶୁ, ସ୍ତ୍ରୀ ଓ ଧନ ସମ୍ପଦ ଲୁଟି ନିଅନ୍ତି। ତା ଫଳରେ ମନୁଷ୍ୟମାନଙ୍କର ବର୍ଣ୍ଣାଶ୍ରମାଚାର ଯୁକ୍ତ ବୈଦିକ ଆର୍ଯ୍ୟ ଧର୍ମ ଲୋପ ପାଇଯାଏ ଏବଂ ଅର୍ଥ ଲୋଭ ଓ କାମ ବାସନାରେ ବୁଡ଼ି ଲୋକେ କୁକୁର ଓ ମାଙ୍କଡ଼ ପରି ବର୍ଣ୍ଣସଙ୍କର ହୋଇଯାଆନ୍ତି। ସମ୍ରାଟ ପରୀକ୍ଷିତ ତ ହେଉଛନ୍ତି ବିରାଟ ଯଶସ୍ୱୀ ଓ ଧର୍ମାତ୍ମା। ସେ ବହୁ ଅଶ୍ୱମେଧ ଯଜ୍ଞ କରିଛନ୍ତି ଏବଂ ସେ ହେଉଛନ୍ତି ଭଗବାନଙ୍କର ପରମ ପ୍ରିୟ ଭକ୍ତ। ସେ ରାଜର୍ଷି କ୍ଷୁଧାତୃଷାରେ ବ୍ୟାକୁଳ ହୋଇ ଆମ ଆଶ୍ରମକୁ ଚାଲି ଆସିଥିଲେ। ସେ କଦାପି ଅଭିଶାପ ପାଇବାର ଯୋଗ୍ୟ ନଥିଲେ। ହେ ସର୍ବାତ୍ମା ଭଗବାନ, ଏହି ଅଜ୍ଞ ବାଳକ ଆମର ନିଷ୍ପାପ ସେବକ ରାଜାଙ୍କ ପ୍ରତି ଅପରାଧ କରିଦେଲା। କୃପା କରି ଏହାକୁ କ୍ଷମା କରନ୍ତୁ। ଆହା, ଆମେ ଭଗବାନଙ୍କୁ ଭକ୍ତି କରୁ। ଭକ୍ତ ପକ୍ଷରେ ଏହିପରି ଅଭିଶାପ ଆଦି ଦେବା ଅନୁଚିତ। ଭଗବାନଙ୍କର ଭକ୍ତମାନଙ୍କଠାରେ ଯଦିଓ ପ୍ରତିଶୋଧ ନେବାର ଶକ୍ତି ଥାଏ, ତଥାପି ସେମାନେ ଅନ୍ୟମାନଙ୍କ ଦ୍ୱାରା ଦିଆଯାଇଥିବା ଅପମାନ, ଠକାମି, ଗାଳି ଅପେକ୍ଷା ଓ ମାରପିଟ ଇତ୍ୟାଦିରେ ପ୍ରତିଶୋଧ ନିଅନ୍ତି ନାହିଁ, ବରଂ ସବୁ ସହିଯାଆନ୍ତି। ପୁତ୍ର କରିଥିବା ପାପ ହେତୁ ମହାମୁନି ଶମୀକଙ୍କୁ ବଡ଼ ପଶ୍ଚାତାପ ହେଲା। ରାଜା ତାଙ୍କୁ ଯେଉଁ ଅପମାନିତ କରିଥିଲେ, ସେଥିପ୍ରତି ସେ ଆଦୌ ଧ୍ୟାନ ଦେଲେ ନାହିଁ। ମହାତ୍ମାମାନଙ୍କର ସ୍ୱଭାବ ହିଁ ଏହିପରି ହୋଇଥାଏ। ଜଗତରେ ଅନ୍ୟ ଲୋକେ ଯେତେବେଳେ ସେମାନଙ୍କୁ ସୁଖ ଦୁଃଖାଦି ଦ୍ୱନ୍ଦ୍ୱରେ ପକାଇ ଦିଅନ୍ତି, ସେତେବେଳେ ବି ସେମାନେ ପ୍ରାୟତଃ ହିଂସିତ କି ବ୍ୟଥିତ ହୁଅନ୍ତି ନାହିଁ, କାରଣ ଆତ୍ମାର ସ୍ୱରୂପ ଗୁଣମାନଙ୍କଠାରୁ ସର୍ବଥା ଊର୍ଦ୍ଧ୍ୱରେ। ଇତି ଶ୍ରୀ ଶ୍ରୀମଦ୍ଭାଗବତ ମହାପୁରାଣେ ପାରମହଂସ ସଂହିତାଏ ପ୍ରଥମ ସ୍କନ୍ଧେ ବିପ୍ରଶାପୋଲ୍ଲଙ୍ଘନମ୍ ନାମ ଅଷ୍ଟଦଶୋऽଧ୍ୟାୟः।